କଣ ଆପଣ ମାନେ ଜାଣିଛନ୍ତି କି ଆପଣଙ୍କ ଚାରି ପାଖରେ ସବୁବେଳେ ଅଦୃଶ୍ୟ ଶକ୍ତି ଓ ସାହାଯ୍ୟକାରୀ ଅଛନ୍ତି, କିନ୍ତୁ ଆପଣ ତାର ସଠିକ ଉପାୟ ଓ ଡାକିବାର ପ୍ରଣାଳୀ ଜାଣିନାହାନ୍ତି। ଆସନ୍ତୁ ମୁଁ ଆପଣଙ୍କୁ କହିବି ତାର 5ଟି ସରଳ ସିକ୍ରେଟ ଉପାୟ, ଯାହା ଶୁଣିଲେ ଆପଣଙ୍କ ଲାଇଫ ବା ଜୀବନ ମିରାକଲ୍ସ ହେଇଯିବ ବା ବଦଳିଯିବ। ପ୍ରଥମ ହେଲା, ଆପଣଙ୍କ ମନରେ ଯାହା ଅଛି ବା ଆପଣଙ୍କର ଇଚ୍ଛା ବଡ ପାଟି କରି କହିବେ, ବା ଯେମିତି କି ପରିବାର ହେଉ କିମ୍ବା ଚାକିରି ହଉ କିମ୍ବା ସ୍ୱାସ୍ଥ୍ୟ ହଉ କିମ୍ବା ସୁରକ୍ଷା ହେଉ, ଯୋଉ ବିଷୟରେ ପୂର୍ଣ୍ଣ ରୂପରେ ବିଶ୍ୱାସ ସହିତ କହିବେ। ଦ୍ୱିତୀୟରେ, ଆପଣ ଯଦି ଚାକିରିରେ ବା ଡ୍ୟୁଟିରେ ଥିବେ ବା ଭିଡ ଭିତରେ ଥିବେ, ବଡ ପାଟି କରି ଡାକିବେ ନାହିଁ। ସବୁବେଳେ ମନେ ମନେ ଡାକିଲେ ସେ ଆପଣଙ୍କର କାମ କରିବ। ତୃତୀୟରେ, ଗୋଟେ ଖାତାରେ ଆମେ ଲେଖିବା ପ୍ରେଜେଣ୍ଟ ଟେନ୍ସ ମୁଡରେ, ଯେମିତି ସେ ପଜିଟିଭ ବାକ୍ୟ ମଧ୍ୟ ହୋଇଥିବା। ଚତୁର୍ଥରେ ଆମେ କଣ କରିବା? ଚତୁର୍ଥରେ ଆମେ ଆଖି ବନ୍ଦ କରି ଆମର ଇଚ୍ଛାକୁ ଭିଜୁଆଲାଇଜେସନ କରିବା, ଯେମିତି ଆମର ସେ କାମଟା ହୋଇଯାଇଛି। ଏହା କରିଲା ମାତ୍ରେ କଣ ହୁଏ ନା ଆମର ଇଚ୍ଛା ଶକ୍ତି ବଢିଥାଏ ଓ ଆମ ମାଇଣ୍ଡ କାମ କରିବାକୁ ଆରମ୍ଭ କରେ। ପଞ୍ଚମରେ କଣ କରିବା ନା ଆମେ ସବୁ ଜିନିଷକୁ ଧନ୍ୟବାଦ କରିବା, ବା ଆମ ପାଖେ ଆମେ ଯୋଉ ଜିନିଷ ପାଇଯାଇଛେ ବୋଲି ତାକୁ ବାରମ୍ବାର ଆମେ ଦିନରେ ସବୁବେଳେ ଚାଟିଂ କରିବା, ସବୁବେଳେ ତାକୁ ଧନ୍ୟବାଦ ଆକାରରେ କହିବା, ଯେମିତି ଥ୍ୟାଙ୍କ ୟୁ ୟୁନିଭର୍ସ, ମୋର ଚାକିରି ହୋଇଯାଇଛି, କିମ୍ବା ଥ୍ୟାଙ୍କ ୟୁ ୟୁନିଭର୍ସ, ମୁଁ ସବୁ କାମରେ ସଫଳ ପାଉଛି। ଏଇ ହିସାବରେ ଆମେ ଦିନ ଯାକ ଚାଟିଂ କରିବା ଦରକାର। ରହିଲି, ଜୟ ମାତାରାଣୀ। ଯଦି ମୋ ଏଇ ଭିଡିଓଟା ବହୁତ ଭଲ ଲାଗିଥାଏ ତାହେଲେ ଆପଣ ଆକୁ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ କରିବା ଭୁଲିବେ ନାହିଁ। ମୁଁ ଆପଣ ମାନଙ୍କୁ ଏମିତି ଆହୁରି ବହୁତ ବଢିଆ ବଢିଆ ସିକ୍ରେଟ ଆଣି ପହଞ୍ଚାଇବି। ଆପଣ ମୋ ଭିଡିଓକୁ ଫଲୋ କରନ୍ତୁ।